নীলসুন্দরম জগন্নাথ স্বামী নিত্য আনন্দম মা সুভদ্রা বন্দে উৎকলজননী বন্দে ভারত বন্দে মা ধরিত্রী। ମୋ ମା ସହିତ ଏ ସଂସାରର ସମସ୍ତ ମା ମାନଙ୍କୁ ବଳିଆ ସୁଭଦ୍ରାଙ୍କ ରୂପରେ ପ୍ରଣାମ ଜଣାଉଛି ଏବଂ शुभेच्छा अर्पण टे असुस्थ थी सुस्थ हवा परे टिके विभिन्न आश्रम टे बुली आसवाई जाइए कामाख्यानगर राउरकेला केन्दुझर बड़बिल पर तेलंगा पेंठे कार्य सारी आश्रम को फेरी यही संकल्प नहीं माने जो तारीख आसवा कथा ता पूर्व आसी पहुँचे। विशेष कथा है जिते मु शुणिली एमती गोटे अनुष्ठान ओडिशा माटी रे गढ़ी उठला जोटा कि मोर व्यक्तिगत स्वप्न जहाँ सबुबले मो मन भितर उद्वेलित करे एवं यही निकटरे मध्य कही मंदिर बहुत बड़ा है आश्रम भी आमर बहुत होगा से आश्रम सब ताकू हटाओ मंदिर तैयारी देवता आम दरकार नहीं बहुत बहुत देवता को आम स्थापन कर सारी क्या आम ठीक भाव में पूजा भी कर जीवन रे आती दिन बची केवल कहि गछ लगाओ जंगल सुरक्षा कर ता संगे आउ गोटे कथा कहि निशा मादक ठारू दूरे यही कथा समग्र भारत वर्ष बुलिक कही चिठी देइथिली विभिन्न राज्य सरकार को गवर्नर को राष्ट्रपति को प्रधानमंत्री को आम ओडिशार पूर्वतन और वर्तमान सरकार को समस्त को देइथिली कही निवेदन कर पुनश्च आउ थे हो दिथर हो एबे गोटे सुसज्जित दान परिवेश बंचाओ रथटी समग्र भारत समग्र ओडिशा का बुलिब एवं आमे भारत वर्षर विभिन्न प्रदेश को जाई प्रेस मानक माध्यम गणतंत्र गोटे सुदृढ़ पवित्र संगठन होची महाशक्ति रूप से स्थान पाई संवाद पत्र इलेक्ट्रॉनिक मीडिया बा पेपर मीडिया जहाँ आम यदि 25-50 लोक
ଶୁଣୁତେ ଦୁଇ ତିନି ଜଣ କହିଲେ, କିନ୍ତୁ ଏଇ କଥାଟା ଯାଇ ପହଞ୍ଚିବ ଯେତେବେଳେ ସେ ଲକ୍ଷାଧିକ ଲୋକ ମୁଁ ଶୁଣିବେ ଏବଂ କିଛି ତ ତାପରେ ପାଳନ କରିବେ। ତେଣୁ ଦେବର୍ଷି ନାରଦଙ୍କ ରୂପରେ ନାରଦ ହେଉଛନ୍ତି ଜଣେ ଭଲ ସାମ୍ବାଦିକ। ଗୀତାର ସଞ୍ଜୟ ହେଉଛନ୍ତି ଜଣେ ଭଲ ସାମ୍ବାଦିକ। ତେଣୁ ସେଇ ସାମ୍ବାଦିକଙ୍କ ରୂପରେ ଆମ ସାମ୍ବାଦିକମାନଙ୍କୁ, ଆଜିର ସାମ୍ବାଦିକମାନଙ୍କୁ ବଢ଼ିଆ ପ୍ରଣାମ ଜଣାଉଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଇଏ ଦେଶର ଦୁଇ ତିନିଟା ନାଁ ହେଇଯାଇଛି। କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାଜି ଯାଉଛି। କିଏ କହୁଛି ଇଣ୍ଡିଆ, କିଏ କହୁଛି ଭାରତ, ଆଉ କିଏ କହୁଛନ୍ତି ହିନ୍ଦୁସ୍ତାନ। ପ୍ରକୃତରେ ସାମ୍ବାଦିକ ବନ୍ଧୁମାନେ ଏତିକି ଜାଣିଥିବେ, ମୁଁ ଖାଲି କହୁଛି ବୋଲି କଥା ନୁହେଁ, ଏ ଦେଶ ହେଉଛି ହିନ୍ଦୁସ୍ତାନ। ହିନ୍ଦୁସ୍ତାନର ପରାଧୀନ ହେଇଥିଲା, ଏହା ସତ୍ୟ। ଏକ ଦୁର୍ବଳ ମୁହୂର୍ତ୍ତରେ ଦୁର୍ବଳତାର ସୁଯୋଗ ନେଇ ଏ ଦେଶକୁ ଦୁଇଟି ଜାତି ଶାସନ କରିଛନ୍ତି। ଥରେ ମୁସଲମାନମାନଙ୍କର ଶାସନ, ଆଉ ଥରେ ଇଂରେଜ ଶାସନ। ପୁଣି ଗୋଟେ ଶୁଭ ମୁହୂର୍ତ୍ତ ଆସିଲା, ଉଭୟ ମିଳିମିଶି ହିନ୍ଦୁମାନଙ୍କ ସହିତ ଗଙ୍ଗା ଯମୁନା ସରସ୍ୱତୀ ବହି ସମସ୍ତେ ମିଳିମିଶି ଯାହାକୁ ସ୍ୱାଧୀନ କଲେ ସେ ହେଉଛି ଏଇ ହିନ୍ଦୁସ୍ତାନ ଭାରତ। ଆଜି ବିବାଦ ଲାଗିଛି, ସେ ବିବାଦ ସବୁ ଆପଣମାନେ ଜାଣିଛନ୍ତି। କିଏ କହୁଛି ନାଇଁ ହିନ୍ଦୁସ୍ତାନ ଆମେ କରିବୁନି, ଆଉ ଗୋଟେ କ'ଣ କରିବୁ। ଯାହା ହଉ ସେ ସମୟ କହିବ। ତେଣୁ ହିନ୍ଦୁସ୍ତାନ ନାମରେ ଏଇ ଯେଉଁ ସଂଗଠନ ଗଢ଼ି ଉଠିଛି, ଇଏ ନାଁ ସହିତ ନାଁକୁ ତ ପ୍ରଣାମ କରୁଛି ଏବଂ ସଂଗଠନକୁ ପ୍ରଣାମ ଜଣାଉଛି। ଯେଉଁ ଯୁବକ ଏଠି କହିଲେ ବାସୁଦେବ ପାତ୍ର, ତାଙ୍କ ରୂପଟିକି ଦେଖିକି ମୋତେ ଲାଗିଲା, ମୁଁ ଭାବୁଥିଲି ଜଣେ କିଏ ହେଇଥିବେ ବୟସ୍କ ବ୍ୟକ୍ତି, କିନ୍ତୁ ଜଣେ ଯୁବକ। ଯେତେବେଳେ ପୃଥିବୀର ଯେକୌଣସି ପରିବର୍ତ୍ତନ ହେଇଛି, ସେ ପରିବର୍ତ୍ତନର ମୂଳ ହେଉଛନ୍ତି ଯୁବକ। ଯୁବ ଶକ୍ତି ଯେତେବେଳେ ଜାଗେ, ସେତେବେଳେ ସମାଜର ପରିବର୍ତ୍ତନ ହୁଏ। ଭୂମିକମ୍ପ ହେବ, ଧରଣୀ ଫାଟିବ, ଉଠିବେ ସହସ୍ର ଭୁଜା, ସେଇ ତୋର ତ୍ରାତା, ସେଇ ତୋର ଦା, କର ତାର ପାଦ। ସ୍ୱାମୀ ବିବେକାନନ୍ଦଙ୍କର ଭାଷାରେ ମୋତେ 100ଟି ଶୃଙ୍ଖଳିତ ଯୁବକ ଦିଅ, ମୁଁ ଗୋଟେ ସ୍ଥିର ଦେଶ ତମକୁ ଦେବି। ଏବେ ଯାହା ହଉ, ଏତେ କଥା କହିବାର ସମୟ ବର୍ତ୍ତମାନ ନୁହେଁ। ମୁଁ ସମ୍ପୂର୍ଣ୍ଣ କ୍ଳାନ୍ତ, ମାନେ ଟିକେ ଖାଲି ଆପଣମାନେ ମୋତେ ଡାକିଛନ୍ତି ବୋଲି ବସିଛି, ଏତେ କ୍ଳାନ୍ତ। ମୋ ଆଗରେ ବସିଛନ୍ତି କଟକ ସଦର ପ୍ରେସ୍
କ୍ଲବ୍ର ପ୍ରେସ୍ କ୍ଲବ୍ର ଆମର କଟକ ସଦର ପ୍ରେସ୍ କ୍ଲବ୍ ମାନେ ବସିଛନ୍ତି। ବହୁତ ଆନନ୍ଦ କଥା। ଇଏ କର୍ତ୍ତବ୍ୟ ଆପଣମାନଙ୍କର। ଆମେ ପାରିବୁନି, ଆମ ହାତ ଗୋଡ଼ରେ ଏତେ ବଳ ନାହିଁ, ଆମେ ଆଉ ବୁଲି ପାରିବୁନି, ଥକି ପଡ଼ିଲୁଣି। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କାଶ୍ମୀର ଯାଇନି, ଜାମ୍ମୁ ଯାଇଛି, 5 ଥର ଖଣ୍ଡେ ବୁଲିଲେ। ଦକ୍ଷିଣ ଭାରତରେ କିଛି ଭାଷା ମୋତେ ପାଟିରେ ପଶେନି, କେବଳ ଆପଣମାନଙ୍କ ମାଧ୍ୟମରେ କହେ। ତେବେ ଆପଣମାନେ ହେଉଛନ୍ତି ପ୍ରକୃତରେ ଆମ ପାଇଁ ବହୁତ, କାହା ପାଇଁ କ'ଣ ହେଇଥିବ ମୁଁ କହିପାରିବିନି, କିନ୍ତୁ ଆମ ପାଇଁ ଆଜି ବଳିଆକୁ ଯଦି ସାରା ଭାରତ ଚିହ୍ନିଛି, ଭାରତ ବାହାରେ ଲୋକ ଚିହ୍ନିଛନ୍ତି, ତା'ର ମାଧ୍ୟମ ହେଉଛନ୍ତି ଆପଣମାନେ।